ପିଲାମାନେ ନମସ୍କାର। ଦେଖନ୍ତୁ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ ଆମର ଆଜି ଆନ୍ଦୋଳନ ତୃତୀୟ ଦିନରେ ଆମର ଯେଉଁ ଲୋଅର ପିଏମ୍ଜିରେ ଚାଲିଛି ଆମର ଶିକ୍ଷକ ଆଶାୟୀମାନଙ୍କର, ଆଉ ସେଇଟା ବଢ଼ି ବଢ଼ି ଚାଲିଛି। ସମସ୍ତେ ଯେମିତି ଯନ୍ତ୍ରମନ୍ତ୍ରରେ ଚାଲିଥିଲା ସେମିତି ଆଶାୟୀମାନେ ବହୁତ ଭୋକ ଶୋଷରେ ଖରା ବର୍ଷା ସହିକି ସେଠାରେ ଆନ୍ଦୋଳନ କରୁଛନ୍ତି। ଆଉ ବହୁତ ହଜାର ହଜାର ସଂଖ୍ୟାରେ ଯାଇକି ସେଠାରେ ଓଡ଼ିଶାର ଅଣକୋଣ ବିକୋଣରୁ ଯାଇକି ସେଠାରେ ଷ୍ଟ୍ରାଇକ୍ ପାଇଁ ବସିଛନ୍ତି। କିଏ ନିଜ ଛୁଆକୁ ନେଇକି ଧରିକି ଯାଇଛି, କିଏ କାହା ସବୁ କାମ ଦାମ ଛାଡ଼ିକି ସେଠାରେ ଶିକ୍ଷକ ଆଶାୟୀମାନେ ଯାଇକି ସେଠାରେ ଷ୍ଟ୍ରାଇକ୍ କରୁଛନ୍ତି। ଆଉ ସେ ତାହା ଦେଖି ବହୁତ ସଂଖ୍ୟାରେ ଦେଖି ଆମର ଅପୋଜିସନ୍ ପାର୍ଟି ଯେଉଁ ବିଜେଡ଼ି ହେଉ କଂଗ୍ରେସ ହେଉ ସବୁ MLA MP ମାନେ ଆସି ରାଜନେତାମାନେ ଆସି ମାନେ ସମସ୍ତଙ୍କୁ ସପୋର୍ଟ କରୁଛନ୍ତି। ତାପରେ ଓଡ଼ିଶାର ମେନଷ୍ଟ୍ରିମ୍ ମିଡ଼ିଆ OTV ହେଉ କନକ ଟିଭି ହେଉ ସମସ୍ତେ ସେଠାରେ କଭରେଜ୍ ମଧ୍ୟ ହେଉଛି ଆଉ ବହୁତ ହେଉଛି। ଆଉ ଏତେ କଭରେଜ୍ ହେଇସାରିଲାଣି ଆଉ ସୋସିଆଲ୍ ମିଡ଼ିଆରେ ପିଲାମାନେ ଏତେ ସେୟାର କଲେ, ତାପରେ ଏତେ ଆମ ଯେମିତି ଯନ୍ତ୍ରମନ୍ତ୍ର ହେଇଥିଲା ଆମର ଯେଉଁ ଝାଡ଼ଖଣ୍ଡରେ ହେଇଥିଲା, ବିହାରରେ ହେଇଥିଲା, ଆଉ ସବୁ ହେଇକି ଆନ୍ଦୋଳନ ଦେଖନ୍ତୁ ସେମାନେ ସକ୍ସେସ୍ ପାଇସାରିଛନ୍ତି। ତ ଏଇଟା ଯେହେତୁ ବୁଷ୍ଟ ହେଇଛି ତ ନିହାତି ଭାବରେ ଓଡ଼ିଶାରେ ମଧ୍ୟ ଷ୍ଟ୍ରାଇକ୍ ଚାଲିଛି। ଆଉ ସେଇଟା ଏତେ ମାତ୍ରାରେ ରହିଛି ତୃତୀୟ ଦିନରେ ହିଁ ସେଇଟା ଆମ ଓଡ଼ିଶା ମେନଷ୍ଟ୍ରିମ୍ ମିଡ଼ିଆ ସହିତ ଆମର ନ୍ୟାସନାଲ୍ ମିଡ଼ିଆରେ ଦେଖନ୍ତୁ ଆମର ଯେଉଁ ଇଣ୍ଡିଆନ୍ ମିଡ଼ିଆ ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ମଧ୍ୟ କାଲି ମଧ୍ୟ ସେୟାର ହେଇଥିଲା। ଆମର ନ୍ୟାସନାଲ୍ ମିଡ଼ିଆରେ ଏବେ ଆସି ସାରିଛି। ଦେଖନ୍ତୁ ଇଣ୍ଡିଆନ୍ ଏକ୍ସପ୍ରେସ୍ରେ ଆମର ଆସିଛି। ତାପରେ ବହୁତ ନ୍ୟାସନାଲ୍ ମିଡ଼ିଆରେ ମଧ୍ୟ ଏବେ ଚର୍ଚ୍ଚା ଚାଲିଲାଣି କି ଓଡ଼ିଶାର ଆନ୍ଦୋଳନ କେମିତି ଚାଲିଛି। ତ ନିହାତି ଭାବରେ ଆପଣମାନଙ୍କ ସପୋର୍ଟ ଓ ସହଯୋଗ ବିନା ଏଇଟା ହେଇପାରିନଥାନ୍ତା। କିନ୍ତୁ ଆଜି ଲଢ଼େଇ ଏପର୍ଯ୍ୟନ୍ତ ସମାପ୍ତ ହେଇନି, ଏବେ ଜଷ୍ଟ ଷ୍ଟାର୍ଟ ହେଇଛି। ଏବେ ଓଡ଼ିଶା ନାହିଁ ସାରା ଦେଶ ଦେଖିବ କି ଓଡ଼ିଶାର ଯୁବପିଢ଼ି, ଓଡ଼ିଶାର ଶିକ୍ଷକ ଆଶାୟୀ, ଓଡ଼ିଶାର ଶିକ୍ଷକ ଗୋଷ୍ଠୀ କ'ଣ କରିପାରେ ବା କେମିତି ନିଜ ହକ୍ ପାଇଁ ଲଢ଼େଇ କରିପାରେ। ଯଦି ସେ ଶାନ୍ତଶିଷ୍ଟ ହୋଇ ଯଦି କରିପାରେ, ସେ ଯୁଦ୍ଧ କ୍ଷେତ୍ରରେ ଶାନ୍ତି ଭାବରେ ନିଜ ଲଢ଼େଇ ପାଇଁ ଲଢ଼ିବା ପାଇଁ ବି ପଛଘୁଞ୍ଚା ଦିଏ ନାହିଁ। ସେଇଟା ମୁଁ ଆଜି ସେ ଏକ୍ଜାମ୍ପଲ୍ ସେଟ୍ କରିଛି। ତ ଏଇଟା ଗୋଟିଏ ଆରମ୍ଭ ମାତ୍ର। ତ ଆପଣ ଆମର ଯେତେ ବି ଅଛନ୍ତି ସେଟାକୁ ଯାଇ ଆହୁରି ହଜାର ହଜାର ସଂଖ୍ୟାରେ ବଢ଼ି ସେଟାକୁ ଯାଇ ଆପଣମାନେ ସାହାଯ୍ୟ କରନ୍ତୁ ଆଉ ନିଜ ହକ୍ ପାଇଁ ନିଜେ ଲଢ଼େଇ କରନ୍ତୁ। ତ ଓଡ଼ିଶା ଗଭର୍ଣ୍ଣମେଣ୍ଟ ନିହାତି ବାଧ୍ୟ ହେବ ଯେ ଆମମାନଙ୍କ ଯେଉଁ ଡିମାଣ୍ଡସ୍ ରହିଛି ଶିକ୍ଷକ ଆମର JT ହେଉ, OBS ହେଉ, ଆମର SSB TGT ହେଉ, RST ହେଉ, ତାପରେ ଦେଖନ୍ତୁ ଆମର ଏପର୍ଯ୍ୟନ୍ତ JT ଆଉ ଆମର ହାଇସ୍କୁଲ୍ ଟିଚର୍ ପାଇଁ ଥିଲେ, ଶେଷରେ ଆମର PGT ଆଶାୟୀ ମଧ୍ୟ ଆମର ଯେଉଁ ଲେକ୍ଚରର ଆଶାୟୀ ମଧ୍ୟ ସମସ୍ତେ ସେଠାରେ ଯାଇ ଯୋଗ ଦେଲେଣି। ଧୀରେ ଧୀରେ ଆନ୍ଦୋଳନ ବଢ଼ିବାରେ ଲାଗିଛି। ତ ଏଇଟା ନ୍ୟାସନାଲ୍ ମିଡ଼ିଆରେ ବି ଲାଗିବାରେ ଲାଗିଛି। ତ ଆପଣମାନେ ନିହାତି ଭାବରେ ସହଯୋଗ କରି ନିଜ ହକ୍ ପାଇଁ ନିଜେ ଲଢ଼ିବା ପାଇଁ ଆହୁରି ଅଧିକ ସଂଖ୍ୟାରେ ଯାଆନ୍ତୁ। ଆଉ ଆମର ସଭାପତି ମଧ୍ୟ ଯେଉଁ ଅଛନ୍ତି ଆମର ଶିକ୍ଷକ ଆଶାୟୀ ସଂଘର, ସେ ବି ଏବେ ହଡ଼ତାଳ ଯେମିତି ଯନ୍ତ୍ରମନ୍ତ୍ରରେ କରିଥିଲେ ଆମର ସୋନମ ୱାଙ୍ଗଚୁକ୍, ସେମିତି ଏବେ ହଙ୍ଗର ଷ୍ଟ୍ରାଇକ୍ରେ ବସିଛନ୍ତି। ତ ଆପଣମାନେ ଏଇଟା ଜଣଙ୍କର ଲଢ଼ାଇ ନାହିଁ, ସମସ୍ତେ ମିଶିଲେ ହିଁ ହେବ। ତ ନିହାତି ଭାବରେ ଆପଣମାନେ ସମସ୍ତେ ଯାଇକି ସେଠାରେ ସାହାଯ୍ୟ କରନ୍ତୁ। ଦେଖନ୍ତୁ ଆମ ଓଡ଼ିଶା ପରି ବିହାରରେ ଆମର ଯେଉଁ ଷ୍ଟ୍ରାଇକ୍ ହେଇଥିଲା, ବିହାରରେ ଷ୍ଟ୍ରାଇକ୍ ହେଇକି ସକ୍ସେସଫୁଲ୍ ହେଇଛନ୍ତି, ଆମର ଝାଡ଼ଖଣ୍ଡରେ ସକ୍ସେସଫୁଲ୍ ହେଇଛନ୍ତି। ଆମର ଦିଲ୍ଲୀ ତ ଯନ୍ତ୍ରମନ୍ତ୍ର ଆପଣ ଜାଣିଛନ୍ତି ସେଠାରୁ ହିଁ ଷ୍ଟାର୍ଟ ହେଇଥିଲା। ତ ଆମ ଓଡ଼ିଶାରେ କାହିଁକି ହେଇପାରିବନି? ଦେଖନ୍ତୁ ସେଠାରେ ଷ୍ଟ୍ରାଇକ୍ ହେଲାରୁ ଆମର BPSC ବିହାର ବୋର୍ଡ଼ ଅଛି ଆମର, ଦେଖନ୍ତୁ ସେ ନୋଟିଫିକେସନ୍ ଜାରି କରିଛନ୍ତି ଆମର ଶିକ୍ଷକ ଆଶାୟୀମାନଙ୍କ ପାଇଁ। ସାଙ୍ଗେ ଗୋଟିଏ ଦିନରେ ସେମାନେ ଷ୍ଟ୍ରାଇକ୍ ସକ୍ସେସଫୁଲ୍ ହେଇଛି ଆଉ BPSC କରିଛି। ତ ଆମ ଓଡ଼ିଶାରେ କାହିଁକି ହେଇପାରିବନି? ଯଦି ବିହାରରେ ହେଇପାରୁଛି ତ ଓଡ଼ିଶାରେ କାହିଁକି ହେଇପାରିବ ନାହିଁ? ତ ନିହାତି ଭାବରେ ଆପଣମାନେ ସମସ୍ତେ ଆସି ଅଧିକରୁ ଅଧିକ ସଂଖ୍ୟାରେ ଯେତେ ସଂଖ୍ୟା ବଢ଼ିବ ସେତେ ଜଲ୍ଦି ଆମର ଯେଉଁ ଆନ୍ଦୋଳନ ରହିଛି ସେଇଟା ସକ୍ସେସଫୁଲ୍ ହେବ। ତ ଏମାନେ ଯଦି କରିପାରୁଛନ୍ତି ଆମେ କାହିଁକି କରିପାରିବା ନାହିଁ? ଦେଖନ୍ତୁ ଆମର TRE एकल परीक्षा की मांग पर अभ्यर्थियों का स्वागत शुरू ସବୁ କରିସାରିଛନ୍ତି ଷ୍ଟ୍ରାଇକ୍ରେ। ତ ଏଇଟା ସକ୍ସେସଫୁଲ୍ ହେଇଛି। ଦେଖନ୍ତୁ ତାଙ୍କର ଷ୍ଟ୍ରାଇକ୍ ଆମର ଝାଡ଼ଖଣ୍ଡରେ ବି ହେଇଛି, ଦିଲ୍ଲୀରେ ହେଇଛି, ତ ଓଡ଼ିଶାରେ ମଧ୍ୟ ହେଇପାରିବ। ସେଥିପାଇଁ ସଂଖ୍ୟା ଦରକାର, ସମସ୍ତଙ୍କ ସପୋର୍ଟ ଦରକାର। ତ ନିହାତି ଭାବରେ ଆପଣ ସୋସିଆଲ୍ ମିଡ଼ିଆରେ ଆଜିର ମେନ୍ ଅସ୍ତ୍ର ହେଉଛି ସୋସିଆଲ୍ ମିଡ଼ିଆରେ ସେୟାର କରନ୍ତୁ। ଆଉ ନିଜେ ମଧ୍ୟ ଫିଜିକାଲି ଯାଇକି ଲୋଅର PMGରେ ଆମର ହଜାର ସଂଖ୍ୟାରେ ଆମର CT PG ଯେତେ କରିଛନ୍ତି ସମସ୍ତେ ଶିକ୍ଷକ ଆଶାୟୀ ସେଠାରେ ଯୋଗ ଦେଇ
ଆମର ନିଜର ଡିମାଣ୍ଡକୁ ଫିଲ୍ଅପ୍ କରିବା ପାଇଁ ଆମର ସରକାରକୁ ବାଧ୍ୟ କରିବା ପାଇଁ ନିହାତି ଭାବରେ ସହଯୋଗ କରି ନିଜ ଲଢ଼େଇ ନିଜେ ଲଢ଼େଇ ମାନେ ଜିତି ଆମର ନୋଟିଫିକେସନ୍ ଧରିକି ଆସିବା। ତ ନିହାତି ଭାବରେ ଆମେ ସମସ୍ତେ ଲୋଅର୍ PMJକୁ ଚାଲ। ତ ଏଇଟା ମୁଁ କହୁଛି। ତ ଆପଣମାନଙ୍କ ଲଢ଼େଇ ଆପଣମାନେ ହିଁ ଲଢ଼ିବେ ଆଉ ନିହାତି ଭାବରେ ଜିତିବା ଆମେ।